ମାଲକାନଗିରି ଜିଲ୍ଲା ସଦର ମହକୁମା ଜଳ ସମ୍ପଦ ବିଭାଗର ଜୁନିୟର ଇଞ୍ଜିନିୟର ସଞ୍ଜୟ କୁମାର ମହାନ୍ତି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି। ତେଣୁ ତାଙ୍କ ପୈତୃକ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ପାଇକସିଦା ପଞ୍ଚାୟତ ପାଇକସିଦା ଗ୍ରାମରେ କୋରାପୁଟ ଜିଲ୍ଲା ଜୟପୁରର 6 ଜଣିଆ ଭିଜିଲାନ୍ସ ଟିମ୍ ପହଞ୍ଚି ଚଢ଼ାଉ ଜାରି ରଖିଛନ୍ତି। ସୂଚନାଯୋଗ୍ୟ ଯେ ପାଇକସିଦା ଗ୍ରାମର ଅନିଲ କୁମାର ମହାନ୍ତିଙ୍କ ପୁଅ ସଞ୍ଜୟ କୁମାର ମହାନ୍ତି ଆଜକୁ 12 ବର୍ଷ ହେବ ମାଲକାନଗିରି ଜିଲ୍ଲା ସଦର ମହକୁମା ଜଳ ସମ୍ପଦ ବିଭାଗର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟିର ଜୁନିୟର ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ। ସେଠାରେ ସେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିବା ପରେ ତାଙ୍କର ପୈତୃକ ବାସଭବନ ପାଇକସିଦାରେ ଚଢ଼ାଉ କରାଯିବା ସହିତ ଜଳେଶ୍ୱର ମ୍ୟୁନିସିପାଲିଟିର 6 ନମ୍ବର ୱାର୍ଡରେ ଥିବା ତାଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ତେବେ ତାଙ୍କ ବାସଭବନରୁ ଅନେକ ଜମିପଟ୍ଟା LIC ଓ ବାଜାଜ ଇନ୍ସୁରାନ୍ସ ପ୍ରଭୃତି କାଗଜପତ୍ର ମିଳିଥିବା ବେଳେ ସମସ୍ତ ତଦନ୍ତ ପରେ ଆକଳନ କରାଯିବ ବୋଲି ସୂଚନା ମିଳିଛି। ସେପଟେ ଜୟପୁରର ଭିଜିଲାନ୍ସ ଇନ୍ସପେକ୍ଟର ସାବିତ୍ରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଜଗନ୍ନାଥ ଗୁଚ୍ଛାୟତଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।